5 पर्व 6 पदर 11 पद के जने दयाकरी पढ़िबे। କାରଣ କ୍ଲେଶ ଧୂଳିରୁ ଉତ୍ପନ୍ନ ହୁଏ ନାହିଁ, କିମ୍ବା ଦୁଃଖ ଭୂମିରୁ ଅଙ୍କୁରିତ ହୁଏ ନାହିଁ। ମାତ୍ର ଅଗ୍ନିକଣିକା ଯେପରି ଉପରକୁ ଉଠେ, ସେହିପରି ମନୁଷ୍ୟ ଦୁଃଖ ନିମନ୍ତେ ଜାତ ଅଟେ। ମାତ୍ର ମୁଁ ପରମେଶ୍ୱରଙ୍କର ଅନ୍ୱେଷଣ କରିବି ଓ ମୁଁ ଆପଣା ବିଷୟ ପରମେଶ୍ୱରଙ୍କଠାରେ ସମର୍ପଣ କରିବି। ପରମେଶ୍ୱର ମହାନ, ଅନନୁସନ୍ଦେହ ଏବଂ ଅସଂଖ୍ୟ ଆଶ୍ଚର୍ଯ୍ୟ କର୍ମ କରନ୍ତି। ସେ ପୃଥିବୀରେ ପୁଷ୍ଟି ପ୍ରଦାନ କରନ୍ତି ଓ କ୍ଷେତ୍ରକୁ ଜଳ ପଠାନ୍ତି। ଏହି ରୂପେ ସେ ନୀଚ ଲୋକକୁ ଉଚ୍ଚରେ ସ୍ଥାପନ କରନ୍ତି ଓ ଶୋକାର୍ତ୍ତମାନଙ୍କୁ ରକ୍ଷା କରି ଉନ୍ନତ କରନ୍ତି। ଆମେନ୍। प्रार्थना करिबा। प्रिय प्रभु, आमने तुमको धन्यवाद देउछु एई प्रातः काल निमंते तुम्हें आमको जागृत करी तुम्हारी सानिध्य को आनिछ। तुम्हारी आराधना करबा, प्रशंसा गौरव करबा निमंते आमको एक महा सुजोग देइछ। सेति आमे तुमको धन्यवाद देउछु। शेष समय स्वर्गरे जेपरि विभिन्न प्रभु गोष्ठी भाषा प्रभु एकत्र तुम्हारी प्रशंसा गौरव जे आम करूँ, सेपरी एबे ही तुम्हें आमको विभिन्न स्थान प्रभु विभिन्न पृष्ठभूमि भाषा एवं विभिन्न पृष्ठभूमि मानक एकत्र करी तुम्हारी आराधना प्रशंसा परिवार मध्य मानक एकत्र करुछ। सेतिपाई आमे तुमको धन्यवाद देउछु। प्रशंसा गौरव संभ्रम आराधना वंदना करुछ। प्रभु तुम्हें जुगे जुगे धन्य 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 तुम्हें धन्य अट। एवं प्रभु तुम्हें आमको तुम्हारी वाक्य जीवंत वाक्य दे आमको संजीवित करुछ। आमर जीवन को प्रभु तुम्हारी इच्छार जीवन होगा तुम्हारी गौरव करुछ। आज तुम्हें आमको तुम्हारी वाक्य कथा कह एवं आम जीवन प्रत्येक निमंते जहाँ प्रयोजन प्रभु ता तुम्हें आमको पूर्ण मात्रा प्रदान कर। समस्त गौरव महिमा तुमको दे प्रार्थना प्रिय प्रभु यीशु ख्रीष्ट नाम अर्पण करुछु। आमेन। यही अंश आइब सहित तैमन्य इलिफस उत्तर थिला बा तांकर कथा तांकर मत थिला। आइबंक विषय आमे जेते उणा अधिक जानि अछु। ए जने व्यक्ति ईश्वर को द्वारा टेस्टिफाइड व्यक्ति अटंती, जे कि ईश्वर भयकारी कुक्रिया त्यागी एवं सरल लोक थिले। सिद्ध सरल परमेश्वर भयकारी और कुक्रिया त्यागी ए व्यक्ति से अटंती। एवं तांको जीवन रे जेतेबेले दुख आसी अछि, ईश्वर को द्वारा आयोजित बा प्रायोजित दुख आसी अछि, सही दुख समय रे तांकर बंधु माने ताहांको उपदेश देउ अछंती जे तुम्हें पाप करियछ ता स्वीकार कर बोली। आ से प्रकार कथबार्ता मध्यर आमने किछि अंश देखा पाई पारु अछु। एबे 6 पद प्रकाश करुअछि जे क्लेश धूलिरु उत्पन्न हुए नाही, किंवा दुख भूमिरु अंकुरित हुए नाही। यह पूरा सत अटे। दुख मनुष्य जीवन रे आसे, यह केवल मनुष्य जीवन रे आसे। आउ यह प्रकृति गत नुहे, प्राकृतिक नुहे, जहाँकि धूलिरु किंबा जमीरु ताहा उत्पन्न हेबो। धूलिरु उत्पन्न हेबा किंबा भूमिरु उत्पन्न हेबा विषय गछ पत्र इत्यादि से सब विषय अटे। किंतु दुख सेइथरु जात हुए नाही, सेइथरु बाहरे नाही, बरं दुख ईश्वर द्वारा प्रायोजित अटे। 7 पद प्रकाश करुछि ता स्पष्ट भाव
ଅଗ୍ନି କଣିକା ଯେପରି ଉପରକୁ ଉଠେ ସେହିପରି ମନୁଷ୍ୟ ଦୁଃଖ ନିମନ୍ତେ ଜାତ ଅଟେ। ଏବେ ଦେଖନ୍ତୁ ଯେ ମନୁଷ୍ୟ ଜାତ ହୋଇଛି ଈଶ୍ୱରଙ୍କ ଇଚ୍ଛାରେ। ଅତଏବ ଅଗ୍ନି କଣିକା ଯେପରି ଯୋଉଠି ବି ନିଆଁ ଲାଗିବ କଣିକାଟା ଉପରକୁ ହିଁ ଯାଏ। ଏହା ହଉଛି ତାର ନେଚର, ତାର ପ୍ରକୃତି ଇଚ୍ଛା। ଏବେ ମନୁଷ୍ୟ ଦୁଃଖ ନିମନ୍ତେ ଜାତ ଅଟେ କହିଲେ ଦୁଃଖ ମନୁଷ୍ୟ ଈଶ୍ୱରଙ୍କର ଯୋଜନାର ଗୋଟେ ଅତି ଜରୁରୀ ଅଂଶ ବିଶେଷ ଅଟେ। ଈଶ୍ୱରଙ୍କ ଲୋକମାନଙ୍କ ଜୀବନରେ ଏବଂ ଯୋଉମାନେ ଈଶ୍ୱରଙ୍କୁ ଜାଣିନାହାନ୍ତି ବା ଗ୍ରହଣ କରିନାହାନ୍ତି ସେମାନଙ୍କ ଜୀବନରେ ମନୁଷ୍ୟ କହିଲେ ଦୁଃଖ ନିମନ୍ତେ ଜାତ ଅଟେ। ଏହି ବିଷୟ ଯେତେବେଳେ ମାନେ ଦେଖୁଛୁ ଦୁଃଖ ନିମନ୍ତେ ଜାତ ଅଟେ ବୋଲି ଏହା ପ୍ରକାଶ କରୁଅଛି ଯେ ସତ୍ୟ ଯେପରି ମନୁଷ୍ୟ ଏତେ ବଡ ପାପୀ ଯେ ତାକୁ ଦୁଃଖ ନିମନ୍ତେ ହିଁ ଜନ୍ମ ଦିଆଯାଇ ଅଛି। ତେବେ ମନୁଷ୍ୟ ଯେତେବେଳେ ଏହି ପ୍ରକାର ଭାବରେ ଷ୍ଟେଟମେଣ୍ଟ ମନୁଷ୍ୟ ବିଷୟରେ କୁହାଯାଉଅଛି ଦୁଃଖ ନିମନ୍ତେ ଜାତ ବୋଲି, ଏହା ପ୍ରକାଶ କରୁଅଛି ଯେ ସେ ହିଁ କଲପ୍ରିଟ, ମାନେ ମନୁଷ୍ୟ ହିଁ କଣ କହିବା ସବୁଠାରୁ ବଡ ଦୋଷୀ, ସବୁଠାରୁ ବଡ ଦୋଷୀ ବୋଲି ଧରାଯାଉ, ମାନେ ତାହା ଇଣ୍ଡିକେଟ କରୁଛି, ତାହା ପ୍ରକାଶ କରୁଅଛି। କିନ୍ତୁ ଯେତେବେଳେ ମାନେ ଆଇବଙ୍କ ଜୀବନରେ ଅଛୁ ସେ ଜଣେ ଈଶ୍ୱର ଭୟକାରୀ, କୁକ୍ରିୟା ତ୍ୟାଗୀ ମନୁଷ୍ୟ, ସରଳ ବ୍ୟକ୍ତି ଅଟନ୍ତି, ସିଦ୍ଧ ଅଟନ୍ତି। ତେବେ ତାଙ୍କ ଜୀବନ ନିମନ୍ତେ ଦୁଃଖ କାହିଁକି ଆସୁଅଛି? ଦୁଃଖ କାହିଁକି ଆସୁଅଛି? ଏବେ ଯେତେବେଳେ ମନୁଷ୍ୟ ଦୁଃଖର ସମ୍ମୁଖୀନ ହୁଏ, କଷ୍ଟ ଯନ୍ତ୍ରଣାର ସମ୍ମୁଖୀନ ହୁଏ, ସେହି ସମୟରେ ଏହା ମଧ୍ୟ ସାଧାରଣ ବିଷୟ ଅଟେ ବା ସ୍ୱାଭାବିକ ଅଟେ ଯେ ସେ ଈଶ୍ୱରଙ୍କ ନିକଟକୁ ଯାଏ। ଯେ କୌଣସି ଈଶ୍ୱରକୁ ବିଶ୍ୱାସ କରୁନଥିବା ବ୍ୟକ୍ତି, ନାସ୍ତିକ ବ୍ୟକ୍ତି ମଧ୍ୟ ଯେତେବେଳେ କ୍ରିଟିକାଲ ଅବସ୍ଥାକୁ ଯାଏ ସେ ଈଶ୍ୱରଙ୍କର ହିଁ ସାହାଯ୍ୟ ମାଗିଥାଏ, ଈଶ୍ୱରଙ୍କର ସାହାଯ୍ୟ ମାଗିଥାଏ। ବାଇ ଏଣ୍ଡ ଲାର୍ଜ ସମସ୍ତେ ତ ଈଶ୍ୱରକୁ ବିଶ୍ୱାସ କରନ୍ତି, ସତ୍ୟ ଈଶ୍ୱରଙ୍କୁ ଯଦିଓ ବିଶ୍ୱାସ ମାନେ ଜାଣିନାହାନ୍ତି, କିନ୍ତୁ ସମସ୍ତ ମନୁଷ୍ୟ ଦୁଃଖ ଆସିଲେ ଈଶ୍ୱରଙ୍କୁ ହିଁ ଡାକିଥାଏ ଏବଂ ଈଶ୍ୱରଙ୍କୁ ପ୍ରକୃତ ଈଶ୍ୱରକୁ ଜାଣି ନଥିବା ଯୋଗୁଁ ସେ ଗଛ ପତ୍ର ପାହାଡ ପର୍ବତ ସେ ଯାହାକୁ ବି ଈଶ୍ୱର ବୋଲି ମାନିକି ଭାବିକି ସେ ଡାକିଥାଏ। ଜୁନସଙ୍କ କେସରେ ଯେତେଗୁଡା ମାନେ ଦେଖୁଅଛୁ ସେମାନେ ବିଜାତୀୟ ଲୋକମାନେ ଥିଲେ, ଈଶ୍ୱରଙ୍କୁ ଜାଣିନଥିଲେ। ଜୁନସ ଜଣେ ଈଶ୍ୱରଙ୍କୁ ଜାଣିଥିବା ଈଶ୍ୱରଙ୍କ ଲୋକ ଥିଲେ, ଆଉ ସେହି ସମୟରେ ମଧ୍ୟ ସେମାନେ ଈଶ୍ୱରଙ୍କୁ ଡାକୁଛନ୍ତି ଆଉ କହୁଛନ୍ତି ଯେ ଯାହାର ଈଶ୍ୱରଙ୍କୁ ଡାକ ଆଉ ରକ୍ଷା ଏଥିରୁ ପାଇବ ବୋଲି। ଅତଏବ ଦୁଃଖ ଯେତେବେଳେ ଆସେ ମନୁଷ୍ୟ ଈଶ୍ୱରଙ୍କୁ ଡାକିଥାଏ। ହେଲେ ଈଶ୍ୱରଙ୍କୁ ଯେତେବେଳେ ଡାକିଥାଏ ସେହି ସମୟରେ ସେ ନିଜକୁ ଈଶ୍ୱରଙ୍କ ଠାରେ ସମର୍ପଣ କରିଥାଏ। 8 ପଦରେ ଲେଖା ହେଇଛି, ମାତ୍ର ମୁଁ ପରମେଶ୍ୱରଙ୍କର ଅନ୍ୱେଷଣ କରିବି ଓ ମୁଁ ଆପଣ ବିଷୟ ପରମେଶ୍ୱରଙ୍କ ଠାରେ ସମର୍ପଣ କରିବି। ଈଶ୍ୱରଙ୍କୁ ଖୋଜନ୍ତି ଦୁଃଖ ସମୟରେ ଏବଂ ନିଜର ଦୁଃଖ ତାଙ୍କ ନିକଟରେ ସମର୍ପଣ କରି ସେଇଥିରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା କରନ୍ତି। ତେବେ ଯେତେବେଳେ ମନୁଷ୍ୟ ଯାଏ ସାଧାରଣତଃ ଦୁଃଖ ଦୂର ହେଉ ବୋଲିକି ଯାଏ, ଦୁଃଖ ଦୂର ହେଉ ବୋଲି ଯାଏ, ଯାହାର ପ୍ରମାଣ ଯେ ଯେଉଁଠାରେ ବି ମାନେ ଦେଖୁଛୁ ଗହଳି ଜନଗହଳି ଦେଖୁଅଛୁ, ଈଶ୍ୱର ରିଲେଟେଡ ଜନଗହଳି ଦେଖୁଅଛୁ, ଆମମାନଙ୍କର ନିଜର କୌଣସି ନା କୌଣସି ଦୁଃଖ ଥିବା ଯୋଗୁଁ ମନୁଷ୍ୟ ଈଶ୍ୱରଙ୍କ ନିକଟକୁ ଯାଇଥାଏ। ଆଜିକାଲିର କ୍ରୁସେଡ ଗୁଡାକରେ ମଧ୍ୟ ଆମେ ଦେଖିବାକୁ ପାଇପାରୁ ହଜାର ହଜାର ଲୋକ ଯୀଶୁଙ୍କ ନାମରେ ମୁକ୍ତି ବୋଲିକି ବିପଦ ଅଭାବ
ଟେନସନ ଅଛି, ଏ ସବୁ ବିଷୟ ନିମନ୍ତେ ସେମାନେ ମନୁଷ୍ୟ ପାଖରେ ତା ଘଟେ ଆଉ ତା ସ୍ୱଭାବ ଘଟେ। କିନ୍ତୁ ଏବେ ଯୋଉ ବଂଶ ଏଇଟା ମାନେ ପାଠ ସେଇଠାରେ 8 ପଦରେ ପରମେଶ୍ୱର କଥାରେ ମନୁଷ୍ୟ ସମର୍ପଣ କରୁଅଛି, କିନ୍ତୁ ତାହାର ଫଳ କଣ ସେ ପାଉଛି ତାହା ନବକଳେବର ପଢେ। କଣ ଗୋଟେ ଡିଷ୍ଟର୍ବ ହଉଛି? ଡିଷ୍ଟର୍ବ ଲାଗୁଛି? ସବୁ ନାହିଁ ଭଲରେ? ଆଉ ଠିକ ଶୁଭୁନି। 9 ପଦ ପଢ଼ିବା। ପରମେଶ୍ୱର ମହାନ, ଅନନୁସନ୍ଦେହ ଏବଂ ଅସଂଖ୍ୟ ଆଶ୍ଚର୍ଯ୍ୟ କର୍ମ କରନ୍ତି। ଯେତେବେଳେ ମନୁଷ୍ୟ ଈଶ୍ୱରଙ୍କ ନିକଟରେ ଆପଣାକୁ ସମର୍ପଣ କରେ, ଆପଣା ଦୁଃଖ ଜଣାଏ, ସେହି ସମୟରେ ମନୁଷ୍ୟର ଦୁଃଖ ଯାଏ ନାହିଁ, କିନ୍ତୁ ଆଉ ଗୋଟେ ଜିନିଷ ଘଟିଥାଏ ଯାହାକି ସେ କେବେ ଭାବି ନଥାଏ। ଆଜ୍ଞା ଏବେ ଶୁଭୁଛି କି ଠିକରେ? ହଁ, ଶୁଭୁଛି। ଶୁଭୁଛି ଦେଖନ୍ତୁ, ଦୁଃଖ ଦୂର ହେଉ ବୋଲି ଈଶ୍ୱରଙ୍କ ନିକଟକୁ ଯାଏ, ଦୁଃଖ ଦୂର ହେଇନାହିଁ, କିନ୍ତୁ ଆଉ ଗୋଟେ ଜିନିଷ ଘଟୁ ଅଛି। ତାହା ହେଲା 9 ପଦ ତାହା ପ୍ରକାଶ କରୁଛି ଯେ ଈଶ୍ୱର କେତେ ମହାନ ଅଟନ୍ତି ତାହା ସେ ବୁଝି ପାରୁଅଛି, ତାହା ସେ ଜାଣି ପାରୁଅଛି, ତାହା ସେ ଅନୁଭବ କରିପାରୁଅଛି। ଏବଂ ସେ ମହାନ ଅଟନ୍ତି ଅନନୁସନ୍ଦେହ। ଅନନୁସନ୍ଦେହ କହିଲେ ଯାହାକୁ ଅନୁସନ୍ଧାନ କରି ହୁଏ ନାହିଁ। ଏତେ ସେ ହାଇ, ଏତେ ଉଚ୍ଚ, ଏତେ ଗଭୀର ଏବଂ ଆମମାନଙ୍କ ଭାବନା ଠାରୁ, ଜ୍ଞାନରୁ ଆହୁରି ଉଚ୍ଚରେ ତାଙ୍କର ପରିଚୟ, ତାଙ୍କର ସ୍ଥିତି, ତାଙ୍କର ବ୍ୟକ୍ତିତ୍ୱ, ତାଙ୍କର କାର୍ଯ୍ୟ ସେଠି ମହାନ ଅଟନ୍ତି। ତାହାଙ୍କୁ ଅନୁସନ୍ଧାନ କରି ହେବ ନାହିଁ। ଅନସର୍ଚେବଲ ଗଡ୍, ଗ୍ରେଟ୍ ଗଡ୍, ଈଶ୍ୱର ଏତେ ମହାନ ଅଟନ୍ତି ତାହା ସେ ସେତେବେଳେ ଜାଣିପାରେ। ପୁଣି ସେ କୋଉ ପ୍ରକାର କିଏ ଅଟନ୍ତି? 3ଟି ଶବ୍ଦରେ ଏଟା ପ୍ରକାଶ କରାଯାଇଛି। ଗୋଟେ ହେଲା ମହାନ, ଦ୍ୱିତୀୟ ହେଲା ଅନନ୍ୟ ସନ୍ଦେହ, ତୃତୀୟ ହେଲା ଆଶ୍ଚର୍ଯ୍ୟ କର୍ମ କରନ୍ତି। କେତେ? ଅସଂଖ୍ୟ ଆଶ୍ଚର୍ଯ୍ୟ କର୍ମ ସେ କରନ୍ତି। ଏତେ ମହାନ ବୋଲି ମନୁଷ୍ୟ ଜାଣିପାରେ, ଏତେ ମହାନ ବୋଲି ଈଶ୍ୱରଙ୍କୁ ଜାଣିପାରେ। ପ୍ରିୟ ଭାଇ ଭଳି ମାନେ, ଆମ ପ୍ରତ୍ୟେକଙ୍କ ଜୀବନରେ ଯେତେବେଳେ ଆମମାନେ ପ୍ରକୃତରେ ସିନସିୟର ହାର୍ଟରେ, ଗୋଟେ ସରଳ ଅନ୍ତଃକରଣରେ ଈଶ୍ୱରଙ୍କ ନିକଟକୁ ଯାଉ, ଆମମାନଙ୍କର ଦୁଃଖ ଦୂର ହେବା ଠାରୁ ଅଧିକ ଆମମାନେ ଜାଣିପାରୁ ସେ କେତେ ମହାନ ଅଟନ୍ତି, ସେ କେତେ ମହାନ ଅଟନ୍ତି। ଆମମାନଙ୍କର ଜୀବନରେ ଯେତେବେଳେ ଦୁଃଖ ଆସେ, ଆମମାନେ ତାର ଢାଞ୍ଚା ମଧ୍ୟ ଈଶ୍ୱରଙ୍କ ନିକଟରେ ରଖିଥାଉ ଯେ ଏହି ପ୍ରକାରେ ମୋର ଦୁଃଖ ତୁମେ ଦୂର କର ବୋଲି। ଏହି ପ୍ରକାର ଅଙ୍କ ଦିନ ଭିତରେ ମତେ ଏମିତି କର, ଏ ପ୍ରକାର କର, ସେ ପ୍ରକାର କର, ମାନେ ସଲ୍ୟୁସନ ମଧ୍ୟ ଆମେ ଈଶ୍ୱରଙ୍କୁ ସଜେଷ୍ଟ କରିଥାଉ ଆମ ପ୍ରାର୍ଥନାରେ, ଏ ପ୍ରକାର ତୁମେ କର ବୋଲି। କିନ୍ତୁ ଈଶ୍ୱର ଅଟନ୍ତି, ସେ ଏତେ ମହାନ ଅଟନ୍ତି ଯେ ଆମମାନଙ୍କର ଏକ କ୍ଷୁଦ୍ର ମସ୍ତିଷ୍କର ସଜେସନ ତାଙ୍କ ନିକଟରେ ଗୋଟେ ହସର ବିଷୟ ଅଟେ, କାରଣ ସେ ଆମମାନଙ୍କ ଠାରୁ ଯଥେଷ୍ଟ ଉର୍ଦ୍ଧ୍ୱରେ ଅତି ମହାନ ସେ ଅଟନ୍ତି, ଅତି ମହାନ ସେ ଅଟନ୍ତି, ତାହା ମନୁଷ୍ୟ ଜାଣିପାରେ। ଏବେ ଦେଖନ୍ତୁ, ଦୁଃଖର ସଲ୍ୟୁସନଟା, ଦୁଃଖର ସମାଧାନ କଣ ଅଟେ? ଦୁଃଖ ଦୂର ହେବା ବଦଳରେ ଈଶ୍ୱରଙ୍କର ମହାନତା ମନୁଷ୍ୟ ଜୀବନର ଦୁଃଖର ସମାଧାନ ହେଉଛି। ହାଲେଲୁୟା। ବୁଝିପାରିଲେ କି? ମନୁଷ୍ୟ ଜୀବନର ଦୁଃଖର ସମାଧାନ, ଦୁଃଖ ଦୂର ହେବା ବଦଳରେ ଈଶ୍ୱରଙ୍କର ମହାନତାର ଜ୍ଞାନ ହିଁ ମନୁଷ୍ୟ ଜୀବନର ଦୁଃଖର ସମାଧାନ ଅଟେ। ଅଦରୱାଇଜ, ଅନ୍ୟ ଭାବରେ ଯଦି ଆମେ କହିବା ଯେ ଦୁଃଖ ଦୂର ହେବା ବଦଳରେ ଦୁଃଖ ଆସିବାର ଉଦ୍ଦେଶ୍ୟ ଜାଣିବା ଏକ ମହତ୍ତର ବିଷୟ ଅଟେ। ଦୁଃଖ ଆସିବାର ଉଦ୍ଦେଶ୍ୟ ହେଲା ଈଶ୍ୱର କେତେ ମହାନ ଅଟନ୍ତି ତାହା ଜାଣିବା, ତାହା ବୁଝିବା, ତାହା ଅନୁଭବ କରିବା।
ପ୍ରଭୁ କେତେ ମହାନ ଅଟନ୍ତି, କୋଉ ପ୍ରକାର ସେ କାର୍ଯ୍ୟ କରନ୍ତି। ଆମମାନେ ଦୁଃଖ ବିଷୟରେ, ଯନ୍ତ୍ରଣା ବିଷୟରେ, ରୋଗ ବିଷୟରେ, ଅଭାବ ବିଷୟରେ ଅନେକ ବିଷୟ ଶୁଣୁଛୁ, କିନ୍ତୁ ଈଶ୍ୱରଙ୍କର ବାକ୍ୟର ଏକ ଗୋଟେ ଗଭୀର ସତ୍ୟତା ଏହା ଅଟେ, ଏକ ବାସ୍ତବ ସତ୍ୟ ଏହା ଅଟେ। ଦୁଃଖ ବିନା କାରଣରେ ଆସେ ନାହିଁ, ବିନା କାରଣରେ ବିଲକୁଲ ଆସିବ ନାହିଁ। କୌଣସି ବିଷୟ ଆମମାନଙ୍କ ଜୀବନରେ ଅକାରଣରେ ଆସିବ ନାହିଁ, ବିନା ଉଦ୍ଦେଶ୍ୟରେ ଆସିବ ନାହିଁ। ପ୍ରତ୍ୟେକ ବିଷୟ ପଛରେ ଈଶ୍ୱରଙ୍କର ଏକ ଅତି ମହତ ଏବଂ ସ୍ୱର୍ଗୀୟ ଆମ ଜୀବନର ମଙ୍ଗଳକାରୀ ଉଦ୍ଦେଶ୍ୟ ଥାଏ। ଆମେ ସର୍ବଦା ତାହା ଧ୍ୟାନରେ ରଖିବା ଆବଶ୍ୟକ ଅଟେ। ଈଶ୍ୱରଙ୍କର ମହାନତା ହେଉଛି ମନୁଷ୍ୟ ଜୀବନର ଦୁଃଖର ସମାଧାନ। ତାପରେ 10 ପଦ, ସେ ପୃଥିବୀରେ ବୃଷ୍ଟି ପ୍ରଦାନ କରନ୍ତି ଓ କ୍ଷେତ୍ରକୁ ଜଳ ପଠାନ୍ତି। ଆଶ୍ଚର୍ଯ୍ୟ କର୍ମ ମଧ୍ୟରେ ଏହା ଗୋଟେ ଆଶ୍ଚର୍ଯ୍ୟ ବିଷୟ ଅଟେ। ପ୍ରିୟ ଭାଇ ଭଉଣୀ ମାନେ, ଏହି ପୃଥିବୀକୁ ବୃଷ୍ଟି ଈଶ୍ୱର ହିଁ ପଠାନ୍ତି, ଜମିରେ ଜଳ ଈଶ୍ୱର ହିଁ ଦିଅନ୍ତି। ଏହା ମନୁଷ୍ୟକୃତ ନୁହେଁ, ଏହା ସମ୍ପୂର୍ଣ୍ଣ ଐଶ୍ୱରିକ ଅଟେ। ମନୁଷ୍ୟ ବୈଜ୍ଞାନିକ ଭାବରେ ବିଶେଷ ଜ୍ଞାନ ସମ୍ପନ୍ନ ପ୍ରାପ୍ତ ହୋଇ ଅନେକ ବିଷୟ ସେ କରୁଅଛି, କିନ୍ତୁ ସାଧାରଣ ବର୍ଷାଟାକୁ ସେ ତିଆରି କରିପାରୁନାହିଁ। ବର୍ଷାକୁ ନିୟନ୍ତ୍ରଣ କରିପାରୁନାହିଁ। ବର୍ଷାକୁ ଦିଗ ମଧ୍ୟ ସେ ପରିବର୍ତ୍ତନ କରିପାରେ ନାହିଁ। ଅତି ସାଧାରଣ ବିଷୟ। ବର୍ଷା ପଛରେ ଈଶ୍ୱରଙ୍କର ଅନେକ ଜିନିଷ ରହିଅଛି, ଯୋଉଥିପାଇଁ କି ବର୍ଷା ହୁଏ ଏବଂ ପ୍ରତ୍ୟେକ ଜାଗାରେ ବର୍ଷା ହୁଏ, ତାଙ୍କ ଇଚ୍ଛା ଅନୁସାରେ ବର୍ଷା ହୁଏ। ସବୁ ବିଷୟ ସମ୍ପୂର୍ଣ୍ଣ ଈଶ୍ୱରଙ୍କର କରାଗତ। କୌଣସି ପ୍ରକାରେ ମନୁଷ୍ୟ ତାହାକୁ ନିଜ ହାତକୁ ନେଇପାରେ ନାହିଁ। ଜମିରେ ଜଳ ସେଚିତ ହେବା ମଧ୍ୟ ଈଶ୍ୱରଙ୍କର ଆଶ୍ଚର୍ଯ୍ୟ କର୍ମ ଅଟେ। ଆମମାନେ ଯେହେତୁ ପ୍ରତିବର୍ଷ ଏ ପ୍ରକାର ସିଜନ ଆସିଲେ, ଜୁନ ମାସ 10 ରୁ 15 ଭିତରେ ମୌସୁମୀ ଆସେ, ଅଗଷ୍ଟ ସେପ୍ଟେମ୍ବର ମାସରେ ମୁଷଳଧାରାରେ ଶ୍ରାବଣ ବର୍ଷା ହୁଏ, ଏ ପ୍ରକାର ଭାବରେ ଅକ୍ଟୋବର ଏବଂ ଡିସେମ୍ବର ଆଡ଼କୁ ଗୋଟେ ଏକ୍ସଟ୍ରା ବର୍ଷା ଆସିକି ଜଳ ସେଚିତ କରେ। ଏସବୁ ଆମମାନଙ୍କର ସାଧାରଣ ଜ୍ଞାନ ଅଟେ, କିନ୍ତୁ ଏହା ଈଶ୍ୱରଙ୍କର ସମ୍ପୂର୍ଣ୍ଣ ଅଧୀନ ଅଟେ। 11 ପଦ, ଏହି ରୂପେ ସେ ନିଜ ଲୋକଙ୍କୁ ଉଚ୍ଚରେ ସ୍ଥାପନ କରନ୍ତି ଓ ସୌଗାତ ମାନଙ୍କୁ ରକ୍ଷା କରି ଉନ୍ନତ କରନ୍ତି। ଈଶ୍ୱରଙ୍କର ଉଦ୍ଦେଶ୍ୟ, ଦୁଃଖ ପଛରେ ଥିବା ଉଦ୍ଦେଶ୍ୟ ହେଲା ଏଇଟା। 11 ପଦ, ଏହା କେତେ ୱାଣ୍ଡରଫୁଲି ଲେଖା ହେଇଛି, ଆଶ୍ଚର୍ଯ୍ୟ ଭାବରେ। ଏହି ରୂପେ ବୋଲି, ଅତଏବ ବୋଲି କହିବା ପରେ, ଅତଏବ ବୋଲି କଜ ଏଣ୍ଡ ଏଫେକ୍ଟ କହିଲା ପରେ ଏଠି ଲେଖା ଯାଇଅଛି ଯେ ଏହି ରୂପେ, କୋଉ ରୂପେ? ଏ ଦୁଃଖ ଦେଇକି ଯନ୍ତ୍ରଣା ଦେଇକି ମନୁଷ୍ୟକୁ ଯିବାକୁ ପଡେ, ଆଉ ତାହା ଈଶ୍ୱରଙ୍କର ହସ୍ତର କର୍ମ ଅଟେ। ଈଶ୍ୱର କାହିଁକି ମନୁଷ୍ୟକୁ ଏହି ପ୍ରକାର ଅସହନୀୟ ଦୁଃଖ ଦେଇକି ନେଇକି ଯାଆନ୍ତି? କାହିଁକି ଏ ପ୍ରକାର ଦୁଃଖର ଅନୁମତି ସେ ଦିଅନ୍ତି? ପରମେଶ୍ୱରଙ୍କର ଇଚ୍ଛା ମନୁଷ୍ୟ ଏ ପୃଥିବୀରେ ହିଁ ନ ରହୁ, ତାର ଜୀବନ ପୃଥିବୀ ଆଡ଼କୁ ନିମ୍ନଗାମୀ ନ ହଉ। ତାର ଇଚ୍ଛା ଯେ ସେ ଊର୍ଦ୍ଧ୍ୱଗାମୀ ହେଉ ଏବଂ ଊର୍ଦ୍ଧ୍ୱ ଦୃଷ୍ଟି ସମ୍ପନ୍ନ ହେଉ। କଲୋସ୍ୟ 3:1-2, କଲୋସ୍ୟ 3 ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ
ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଊର୍ଦ୍ଧ୍ୱସ୍ଥାନ ବିଷୟକୁ ଅନ୍ୱେଷଣ କର। 2 ପାର୍ଥିବ ବିଷୟରେ ଦୁଇ ପଦ। ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୁଅ। ତେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ ଯେ ତୁମ୍ଭେମାନେ ସେ ଯେଉଁପରି ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଯେଉଁ ବାସସ୍ଥାନ, ସେହି ଊର୍ଦ୍ଧ୍ୱ ସ୍ଥାନର ବିଷୟ ସବୁ ଅନ୍ୱେଷଣ କର। ଆମମାନଙ୍କ ଜୀବନରେ ଦୁଃଖ ଯେତେବେଳେ ଆସେ, ଆମେ ଊର୍ଦ୍ଧ୍ୱସ୍ଥ ବିଷୟ ଅନ୍ୱେଷଣ କରିବା ଜରୁରୀ। ଏ ପାର୍ଥିବ ବିଷୟ ନୁହେଁ, ପୃଥିବୀର ବିଷୟ ନୁହେଁ, କିନ୍ତୁ ଈଶ୍ୱରଙ୍କର ଊର୍ଦ୍ଧ୍ୱସ୍ଥ ବିଷୟ ଅନ୍ୱେଷଣ କରିବା ଆଉ ଆସକ୍ତ ମଧ୍ୟ ହେବା ଜରୁରୀ ଅଟେ। ଏହା ଈଶ୍ୱରଙ୍କର ଯୋଜନା ଅଟେ, ଈଶ୍ୱରଙ୍କର ଇଚ୍ଛା ଅଟେ ଯେ ସେ ଆମମାନଙ୍କୁ ଉଚ୍ଚରେ ସ୍ଥାପନ କରିବା। 5:11 ପଦ ପ୍ରକାଶ କରେ, ଏହି ରୂପେ ସେ ନିଜ ଲୋକକୁ ଉଚ୍ଚରେ ସ୍ଥାପନ କରନ୍ତି। ଏଟା ଗୋଟେ ତାଙ୍କର ଢାଞ୍ଚା। ଦୁଃଖ ଯେତେବେଳେ ମନୁଷ୍ୟ ଜୀବନରେ ଆସେ, ଈଶ୍ୱର ଚାହାନ୍ତି ସେହି ମନୁଷ୍ୟ ଦୁଃଖ ହେତୁ ସେ ନିଚଗାମୀ ହୁଏ, ସେ ଡାଉନ ହେଇଯାଏ, ନିଚ ତାର ମୁହଁ ତଳକୁ ହିଁ ଗତି କରେ, ତାର ଜୀବନ ଡାଉନ ହେଇଯାଏ, ନିରାଶ, ହତାଶ ଏବଂ ଆଶାଶୂନ୍ୟ ହେଇକି କଷ୍ଟ ମଧ୍ୟରେ ସେ କେବଳ ତଳ ମୁହାଁ ନିମ୍ନ ମୁହାଁ ହୋଇକି ରୁହେ। କିନ୍ତୁ ଈଶ୍ୱର ଚାହାନ୍ତି ଏଇ ଦୁଃଖ ତାକୁ ନିମ୍ନଗାମୀ ନ କରୁ, ବରଂ ଏଇ ଦୁଃଖ ଦେଇକି ସେ ঊର୍ଦ୍ଧ୍ୱଗାମୀ ହେବ। କାରଣ ଈଶ୍ୱର ତାହାକୁ ଉଚ୍ଚରେ ସ୍ଥାପନ କରିବା ନିମନ୍ତେ ଏହିପରି ଦୁଃଖର ଅନୁମତି ବା ଆୟୋଜନ ବା ପ୍ରାୟୋଜନ ସେ କରିଥାନ୍ତି। ଦ୍ୱିତୀୟ ଷ୍ଟେଟମେଣ୍ଟ ମଧ୍ୟ 11 ପଦର, ସୌଗାତ ମାନଙ୍କୁ ରକ୍ଷା କରି ସେ ଉନ୍ନତ କରନ୍ତି। ଉଚ୍ଚରେ ସ୍ଥାପନ କରିବା, ଉନ୍ନତ କରିବା, ଦୁଇଟା ଯାକ ଷ୍ଟେଟମେଣ୍ଟ ଉଚ୍ଚରେ ଓ ଊର୍ଦ୍ଧ୍ୱରେ ରଖିବା ବିଷୟ ଅଟେ। ମନୁଷ୍ୟ ଜୀବନ ଏଇ ପୃଥିବୀରେ ଥିବା ବେଳେ, ଜଗତରେ ଥିଲା ବେଳେ ସେ ଦୁଃଖ କଷ୍ଟ ଦେଇକି ଯିବାକୁ ପଡେ, କିନ୍ତୁ ତାହାର ଉଦ୍ଦେଶ୍ୟ ମନୁଷ୍ୟକୁ ଭଗ୍ନ କରିବା ନୁହେଁ, ମନୁଷ୍ୟକୁ କଷ୍ଟ ଦେବା ନୁହେଁ, ମନୁଷ୍ୟକୁ ନିରାଶ କରିବା ନୁହେଁ, ମନୁଷ୍ୟକୁ ନର୍କଗାମୀ ଯିବାକୁ ନୁହେଁ। ତାହାର ବିପରୀତରେ ଆମଙ୍କର ଭାବନା ବାହାରେ, ଠିକ ବିପରୀତରେ ଊର୍ଦ୍ଧ୍ୱ ଗମନ କରିବା ପାଇଁ ଈଶ୍ୱର ମନୁଷ୍ୟକୁ ତିଆରି କରିଅଛନ୍ତି। ନର୍କଗାମୀ ହେବା ପାଇଁ ନୁହେଁ, କିନ୍ତୁ ସ୍ୱର୍ଗଗାମୀ ହେବା ପାଇଁ ଈଶ୍ୱର ମନୁଷ୍ୟକୁ ତିଆରି କରିଅଛନ୍ତି। ଆପଣ ନିଜ ସାଦୃଶ୍ୟରେ, ନିଜ ପ୍ରତିମୂର୍ତ୍ତିରେ, ଏବଂ ଏହି ମୁଖ୍ୟ ଉଦ୍ଦେଶ୍ୟ ସଫଳ ହେବା ନିମନ୍ତେ ଦୁଃଖକୁ ଈଶ୍ୱର ଅସ୍ତ୍ର ଭାବରେ ବା ଚ୍ୟାନେଲ ଭାବରେ, ମାଧ୍ୟମ ଭାବରେ ବ୍ୟବହାର କରନ୍ତି। ସେଥିପାଇଁ ଈଶ୍ୱରଙ୍କର ବାକ୍ୟ ପ୍ରକାଶ କରୁଅଛି ଯେ ଏହି ରୂପେ ବୋଲି, ଇନ୍ ଦିସ୍ ୱେ, ଏହି ପ୍ରକାର ସେ ଦୁଃଖକୁ ବ୍ୟବହାର କରନ୍ତି। ପ୍ରିୟ ଭାଇ ଭଉଣୀ ମାନେ, କେତେ ଆନନ୍ଦର ବିଷୟ, କେତେ ଖୁସିର ବିଷୟ ଅଟେ ଯେ ମନୁଷ୍ୟ ଜୀବନ ଯେତେବେଳେ ଦୁଃଖ ଆସେ, ସେହି ଦୁଃଖ ମନୁଷ୍ୟକୁ ଈଶ୍ୱରମୁଖୀ କରାଏ, ଆଉ ଈଶ୍ୱର ତାକୁ ସେଇ ଅବସ୍ଥା ଦେଇକି ଉପରକୁ ତାକୁ ଉଠାନ୍ତି, ଉପରକୁ ସେ ଉଠାନ୍ତି। ପରମେଶ୍ୱରଙ୍କର ବାକ୍ୟରେ ଆହୁରି ଆଉ ଗୋଟେ ବାକ୍ୟ ଦେଖିଲେ ତାହା କେତେ ସ୍ପଷ୍ଟ ଆମେ ଜାଣିପାରିବା। ଜିସାୟ, ଆଗରୁ ଆମେ ଏହାର ରେଫରେନ୍ସ ନେଇ ଅଛୁ, ଜିସାୟ 40 ପର୍ବ 30 ଆଉ 31 ପଦ। 31 ପଦ ଗୋଟେ ପଦ ପଢିଲେ ବି ଜଣା ପଡିବ। କେତେ ପର୍ବ? ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି, ସେମାନେ ନୂଆ ନୂଆ ବଳ ପାଇବେ, ସେମାନେ ଉତ୍କର୍ଷ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ, ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ, ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ। ଏବେ ସେମାନେ ଉତ୍କର୍ଷ ପକ୍ଷୀ ନ୍ୟାୟ ଊର୍ଦ୍ଧ୍ୱକୁ ଉଠିବେ ବୋଲିକି ଲେଖା ଯାଇଅଛି। ଆଉ କୋଉମାନେ ସେମାନେ? ଯୋଉମାନେ ଈଶ୍ୱରଙ୍କ ଅପେକ୍ଷାରେ ରୁହନ୍ତି ବୋଲି ଲେଖା ଯାଇଅଛି। ଈଶ୍ୱରଙ୍କର ଅପେକ୍ଷାରେ ରହିବା କହିଲେ ସେଟା
ବେଣୀ ଅଟେ, ବେଣୀ ପରି ଅଟେ। ଏଟା ମାନେ ବସିକି ଅପେକ୍ଷା କରିବାଟା ନୁହେଁ, କିନ୍ତୁ ଏହା ଈଶ୍ୱରଙ୍କ ସହିତ ଯୋଡି ହେବାକୁ ପ୍ରକାଶ କରେ। ଗୋଟେ ମିନିଟ ଲାଇନ ଗଲା। ସେତେବେଳେ ମନୁଷ୍ୟ ଦୁଃଖ ସମୟରେ ଈଶ୍ୱରଙ୍କ ନିକଟକୁ ଯିବାଟା ସିନସିୟର ଥାଏ, 100% ସତ ଥାଏ। ଈଶ୍ୱରଙ୍କୁ ଡାକିବାଟା, ଈଶ୍ୱରଙ୍କୁ ଲୋଡ଼ିବାଟା, ଈଶ୍ୱରଙ୍କୁ ଖୋଜିବାଟା ପୁରା ସତ ଥାଏ। ଭାବିଲେ ସେ ମଦ ପିଇକି ମାତା ଦ୍ରାକ୍ଷାରସ ପିଇକି ମାତା ହେଇଛନ୍ତି। ଏହା ପୁରା ସତ, ଏହା ପୁରା ସତ ଅଟେ। ଯେତେବେଳେ ଆମେ ପାପର ବୋଧ ପାଉ, ପାପ ସ୍ୱୀକାର କରିବା ଯେପରି 100% ସତ ଥାଏ, ସେଥିପାଇଁ ଆମେ କ୍ଷମା ପାଇଥାଉ, ଈଶ୍ୱର କ୍ଷମା କରନ୍ତି। ଠିକ ସେ ପ୍ରକାର ଦୁଃଖ ସମୟରେ ଦୁଃଖ ଦୂର ହଉ ବୋଲି ଆମମାନଙ୍କର କାନ୍ଦିବାଟା, ଆମମାନଙ୍କର ଅନ୍ୱେଷଣ କରିବା ପୁରା ସତ ଥାଏ। ତାମାନେ ସେହି ସମୟରେ ଆମେ ଈଶ୍ୱରଙ୍କ ସହିତ ଏହି ପ୍ରକାର ଛନ୍ଦି ହେଉ। ଏଟାକୁ କହନ୍ତି ଈଶ୍ୱରଙ୍କର ଅପେକ୍ଷାରେ ରହିବା, ଛନ୍ଦି ହେବାଟା, ଛନ୍ଦି ହେବାଟା। ଆଉ ଈଶ୍ୱର ସେହି ସମୟରେ ଆମମାନଙ୍କ ଜୀବନରେ କୋଉ କାର୍ଯ୍ୟ କରିବେ? ଈଶ୍ୱରଙ୍କ ସହିତ ଯେତେବେଳେ ଆମେ ଛନ୍ଦି ହେଉ, ଈଶ୍ୱରଙ୍କ ସହିତ ଯେତେବେଳେ ଆମେ ଲାଗିଯାଉ, ସେହି ସମୟରେ ଈଶ୍ୱର ଯେଉଁଠାରେ ଆମେ ସେଠାରେ, ଈଶ୍ୱର ଯେପରି ଚାହାନ୍ତି ଆମେ ସେପରି ହୋଇଥାଉ। ଈଶ୍ୱରଙ୍କର ଗୌରବ, ଏହା ହିଁ ଈଶ୍ୱରଙ୍କର ଉଦ୍ଦେଶ୍ୟ, ଦୁଃଖ ଦେଇକି ଯିବାଟା, ଆମକୁ ନେଇକି ଯିବାଟା। ଜିସାୟରେ ଯୋଉଟା ଲେଖା ଯାଇଅଛି, ସେହି ପଦର ପୂର୍ବ କଣ୍ଟେକ୍ସଟା ଆମେ ଘରେ ପଢିବା। 25 ପଦରୁ ତଳକୁ 31 ପଦ ପର୍ଯ୍ୟନ୍ତ ଈଶ୍ୱର ଉଲ୍ଲେଖ, ଏତେ ମହାନ ଅଟନ୍ତି ଯେ ତାଙ୍କ ସହିତ ଅତୁଳନୀୟ ପରମେଶ୍ୱର ଅଟନ୍ତି। ଆଉ ଶେଷରେ ସେ କରନ୍ତି, କାର୍ଯ୍ୟ କରନ୍ତି, କାହାକୁ ମାନେ କ୍ଳାନ୍ତ କରନ୍ତି ନାହିଁ, ସେ ନିଜେ କ୍ଳାନ୍ତ ହୁଅନ୍ତି ନାହିଁ ବୋଲିକି 28 ଯାଉଅଛି। ଏବଂ ଶେଷରେ ଯୋଉମାନେ ତାଙ୍କର ଅପେକ୍ଷାରେ ରୁହନ୍ତି, ସେଇମାନେ ମଧ୍ୟ ତାଙ୍କ ପରି କ୍ଳାନ୍ତ ହୁଅନ୍ତି ନାହିଁ, ଶ୍ରାନ୍ତ ହୁଅନ୍ତି ନାହିଁ, ବରଂ ସେମାନେ ଉତ୍କର୍ଷ ପକ୍ଷିନା ଉଚ୍ଚରେ ସେ ଉଠି ଯାଆନ୍ତି, ଉଚ୍ଚକୁ ଉଠନ୍ତି ଏବଂ ଆଗକୁ ଗମନ କରନ୍ତି। ଆୟୁବ ପୁସ୍ତକର 5 ପର୍ବର 11 ମନୁଷ୍ୟ ଯେତେବେଳେ ଦୁଃଖ ହେତୁ ଈଶ୍ୱରଙ୍କ ନିକଟକୁ ଯାଏ, ସେଇ ଈଶ୍ୱରଙ୍କ ନିକଟକୁ ଯିବା, ଈଶ୍ୱରଙ୍କର ସାନ୍ନିଧ୍ୟକୁ ଯିବା, ତାଙ୍କର ମନକୁ ଜିଣିବା ପାଇଁ ଯେତେବେଳେ ନିଜର ମନକୁ ସମର୍ପଣ କରିବା, ଈଶ୍ୱରଙ୍କ ମନକୁ ଜିଣିବା ପାଇଁ, ଜାଣିବା ପାଇଁ, ବୁଝିବା ପାଇଁ, ଈଶ୍ୱର ସେତେବେଳେ କେତେ ମହାନ ଅଟନ୍ତି, ନିଜକୁ ପ୍ରକାଶ କରନ୍ତି ଏବଂ ଆମମାନଙ୍କର ଆତ୍ମିକ ଜୀବନର ସ୍ତରକୁ ମଧ୍ୟ ଊର୍ଦ୍ଧ୍ୱକୁ ନେଇକି ଯାଆନ୍ତି। ଆଉ ଊର୍ଦ୍ଧ୍ୱକୁ ନ ନେଲେ ଆମେ ତାଙ୍କର ମହାନତାକୁ, ଊର୍ଦ୍ଧ୍ୱକୁ ନ ପହଞ୍ଚିଲେ ଆମେ ତାଙ୍କର ମହାନତାକୁ କେବେ ବୁଝିପାରିବା ନାହିଁ, କେବେ ବୁଝିପାରିବା ନାହିଁ। ଅନେକ ସମୟରେ ମନୁଷ୍ୟ ଯେ ଆମମାନେ ଏହା ସ୍ୱଭାବଗତ ଭାବରେ ଈଶ୍ୱରଙ୍କର ଆଶୀର୍ବାଦକୁ ଆମେ ପାଇବା, ଧନ ସମ୍ପତ୍ତି ପଦବୀ ଏଗୁଡାକ ସହିତ ଈଶ୍ୱରଙ୍କର ଆଶୀର୍ବାଦକୁ ଆମେ ତୁଳନା, କାହାର ଗୋଟେ କାର ଯଦି ଆସିଲା ଈଶ୍ୱର ଏତେ ଆଶୀର୍ବାଦ କରିଛନ୍ତି ବୋଲି କହୁ, ଘରଟେ ବନାଇଲେ ଈଶ୍ୱର ଆଶୀର୍ବାଦ କରିଛନ୍ତି ବୋଲି କହୁ, ଇତ୍ୟାଦି ଇତ୍ୟାଦି। ଏସବୁ ଆମେ ପାଇବା ଜିନିଷକୁ ନେଇକି ଈଶ୍ୱରଙ୍କର ଆଶୀର୍ବାଦକୁ ତୁଳନା କରୁ, କିନ୍ତୁ ଆମେ ହେବା ଜିନିଷ, ଈଶ୍ୱରଙ୍କର ଲେଭେଲକୁ ପହଞ୍ଚିବା, ଈଶ୍ୱରଙ୍କର ମନର ମତର ବ୍ୟକ୍ତି ହେବା, ହେବା ଜିନିଷ ପାଇବାନି, ହେବା ଜିନିଷ ହିଁ ଈଶ୍ୱରଙ୍କର ପ୍ରକୃତ ଆଶୀର୍ବାଦ ଅଟେ। ଅତଏବ ଦୁଃଖ ଈଶ୍ୱର ଆଶୀର୍ବାଦ ଏକ ଯୋଜନା ଅଟେ। ସେଇ ଆଶୀର୍ବାଦ ହେଲା ଉତ୍ସ୍ୱୀକୃତ ହେବା, ଉତ୍ସ୍ୱୀକୃତ ହେବା କଲେ ଈଶ୍ୱର ଉତ୍ସ୍ୱୀକୃତ ହେଲା ପରେ ନୁହେଁ, ଈଶ୍ୱର ଉନ୍ନତ କରନ୍ତି, ଈଶ୍ୱର ଉପରକୁ ଉଠାନ୍ତି। ସେଟା ଉପରକୁ କହିଲେ କୋଉ ଉପର? ଏଟା ମଝି ଆକାଶ ନୁହେଁ, ସେ ଯେଉଁଠାରେ, ସେ ଯୋଉ ସ୍ତରରେ ଈଶ୍ୱର ଅଟନ୍ତି, ସେଇ ସ୍ତରକୁ ଈଶ୍ୱର ମନୁଷ୍ୟକୁ ଉଠାନ୍ତି। ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ, ଈଶ୍ୱରଙ୍କର ମନର ମତର ବ୍ୟକ୍ତି ହେବା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ପ୍ରାୟୋଜିତ ଦୁଃଖ
चोरी हारी करिकी नुहे पितर जेतेबेले कहउचंती जे ए प्रकार पाई तुमे दुख भोग करबा नुहे किंतु ईश्वर को सकाशे ताड़ित हेबा ख्रीष्ट को निमंते ताड़ित हेबा तांकर गौरवर विषय अटे ताहा एक धन्य मने करू आनंदित करू बोली पितर ताको पुस्तक रे प्रकाश करूछंती। एही प्रकार विषय एहा अटे जेतेबेले ईश्वर को आडू आम पाई जे कोनसी दुख आसे ताहा तांकर महत स्वर्गीय उच्च उच्च लेवल रो उच्च स्तर रो उद्देश्य सफल करबा निमंते ताहा होइताय। प्रिय भाई भणी माने दुख को गोटे मनुष्य नजर केबे आमे विश्वासी जेते जन परित्राण प्राप्त जेते जन ईश्वर सहित गमनागमन करूछु दुख को नकारात्मक भाव आमे केबे भी न देखू केबे भी न देखू किंबा ठीक से ही प्रकार अन्य जने व्यक्ति जदि दुख रे अछंती सेही प्रकार दृष्टिकोण रे आमे तांकु मध्य नीच करिकी न देखू रेदर यही अवस्था ईश्वर ऊपर को उठाइबा पई एही अवस्था आनी अछंती बोली ता माने बुझू। आमे जदि माने नेगेटिव नकारात्मक दृष्टि रे जेतेबेला आमे देखू ता स्वाभाविक एई जाय मन करो जे आमे ताको विचार करिताउ से एंती करिसे बोली ए प्रकार दुख पाउ ए प्रकार करछि बोली आमे विचार करताउ दैट इज नॉट राइट नॉट एट ऑल ठीक नय कदापि ठीक नय। आउ से आइबो पुस्तक सारा ए माने विचार करिवार मनोभाव हेतु पर भरपूर होइछि तांकर संग माने 3 जन 4 जन जाको केवल तांको विचार करिके एमती तमे करिसो एमती करो बोली कहू अछन किंतु देखला बेलकु आइबो से प्रकार व्यक्ति न थिले से ईश्वरंकर कथा अनुसार वाक्य अनुसार सरल सिद्ध ईश्वर भयकारी एवं कुक्रिया त्यागी व्यक्ति से थिले। बाछी बाछी स्टेटमेंट गुड़ा शब्द गुड़ा व्यवहार ईश्वर करुचंती आइबंक सकाशे को प्रकार से सब पूर्वरु से सिद्ध थिले दुख देकी से आहुरी ईश्वरंकर महानतार लेवल को पहुंचुचंती दुख तांकर सरी नाही किंतु तांकर लेवल अति उच्चतर होई अछि। आ गोटे विषय ईश्वर काहेकि ए सब अनुमति दियंती दुख काहेकि अनुमति दियंती कहा पाई से ता करंती 17 एवं 18 पद पाठ करिबा 17 एवं 18 आइबो 5 17 18 देख परमेश्वर जाको शासन करंती से मनुष्य धन्य एतु तुमे सर्वशक्तिमान कर शास्ति तुच्छ न कर कारण से क्षत करंती और क्षत बांधंती से आघात करंती और ताहांकर हस्त सुस्थ करई। देखो मनुष्य जीवन रे जेतेबेले एई प्रकार दुख आसे से दुख किए आनंद या ईश्वरकर गोटे सिलाबस अटे पाठ्य खसड़ा अटे आत्मिक जीवन रो अभिवृद्धि निमंते ही ईश्वर ताहा करंती। एबे एटा ए प्रकार भाबरे मेंशन करा जाई अछि जे देखो परमेश्वर जहा को शासन करंती काहा को ईश्वर शासन करंती कहयो एटा लिखा है ईश्वर जहा को शासन करंती प्रश्न हैला ईश्वर काहा को शासन करंती निज संतान मान निज संतान मान को आ पुणी से लिखा है जहा को से प्रेम करंती बोली से निज संतान मान जो बाइबल पुस्तक लिखा है ना जे से निजर संतान हेबा हेतुरु से प्रेम करंती प्रेम करूथबा हेतुरु से शासन करंती। एबे 17 पद ता प्रकाश करूछि जे देखो परमेश्वर जहा को शासन करंती से मनुष्य धन्य से मनुष्य धन्य एटा ए दुखर कॉन्टेक्स्ट रे ही सेटा सेतरे आतो अछि दुख गोटे शासन रो अंश अटे जड़े विश्वासी जीवन रे दुख जंत्रणा क्लेश रोग व्याधि डिमोशन ट्रांसफर किंबा अभाव अनाटना भूल बुझामणा जेतिकी जिनिस आसु अछि ईश्वरकर थ्रू आसु अछि ताको अनुमति क्रमे आसु अछि आउ ताहा सेति पाई जगत आमान को डाउन करबा पाई जदि चेष्टा करे कि हम जीवन पाई दुखर प्रयोजन करे ईश्वर सही दुख को कन्वर्ट करके आमान को उच्च रे स्थापन करबा पाई व्यवहार करंती। ईश्वर कर गौरव ईश्वर केते महान अटंती तांकर कर्म सकल केते अनुसंदेह केते आश्चर्य केते उपकार जनक अटे भाबी सेति भाई जेते बळे से शासन करंती जो व्यक्ति को
से व्यक्ति धन्य। ये स्टेटमेंट किए कौ ईश्वर वाक्य कौ ईश्वर कहते से प्रकार व्यक्ति धन्य। ये धन्य आउ से धन्य अलग अटे मात्र 5 पर्व जो सब धन्य गुड़ाक लिखाई धन्य से प्रकार जो नुहे किंतु ईश्वर से प्रकार लेवल को नहीं जाओ अच्छा धन्य करू अच्छा ए दुख देकी जड़े विश्वासी को संतान को धन्य करू अच्छा केमती से करुँच देखु ये तो तुम्हें सर्वशक्तिमान शास्ति तुच्छ न कर। ईश्वर शास्ति दियंती ना शासन करती शास्ति कहले दंडर माने परिणाम शास्ति बोली कहू किंतु ईश्वर भूल बा पाप हेतु जो माने दंड देउना किंतु ताकू ऊर्ध्वरे स्थापन करने बोले कि यही प्रकार विधान एक प्रकार व्यवस्था से आयोजन करती एक शासन अटे शासन अटे। एठारे जेमिति शास्ति बोली शब्द व्यवहार कराई 33 पर्व रे मध्य से प्रकार लिखाई कि शास्ति नुहे 33 पर्व रे मध्य ये शब्द व्यवहार कराई 22 रु 19 रु 22 भीतर अथे ईश्वर जहाँ को शासन करती से व्यक्ति धन्य। को प्रकार धन्य देखो 18 पद लिखाई कारण से क्षत करती कारण ईश्वर क्षत करती एवं ईश्वर बांधती। नेक्स्ट से आघात करती परमेश्वर आघात करती और परमेश्वर हस्त सुस्थ करई। प्रिय भाई भौणी माने ईश्वर जेतेबेले मनुष्य को उच्चरे स्थापन करिबा पाई चाहते से समय निजर हस्त ही जड़ित थाए। It is God's hands are involved in the pain of human being. Through that pain, God wants to lift that person up. ताको उच्चरे स्थापन करिबा पाई चाहते। 18 पदरे लिखाई जे से क्षत करती ईश्वर केमती क्षत करिवे निज हस्तरे गोड़रे नुहे ईश्वर क्षत तांको हस्त द्वारा हुए एवं बांधिबाटा मध्य तांको हस्त द्वारा हुए। ईश्वर हस्तर इनवॉल्वमेंट जड़ित अच्छी। नेक्स्ट स्टेट मध्य ठीक से प्रकार आघात करिबा मध्य हस्त द्वारा गोड़ द्वारा नुहे से आघात हस्तरे करती एवं पूरा स्पष्ट लिखाई ताहांक हस्त सुस्थ करई ईश्वर गौरव बहु। ईश्वर कहीं ए प्रकार दुख आणती आघात दियंती क्षत कहीं करती प्रेम करुवा जो। प्रिय भाई भाई माने प्रेम करुवा जो एटा आमे विश्वास माने एश्योर हेबा जरूरी निश्चय हेबा आवश्यक अटे जे मो जीवन जेतबेले दुख आसुची ईश्वर मते प्रेम करुवा जोगु मो जीवन निमंते ए दुख ए जंत्रणा ए कष्ट ए परिस्थिति आनी अछंती थरे थरे आमे जेतबेले चाकरी रे थाउ आ ट्रांसफर हो जाए आगर भी मुझे ए विषय सब जगह कहे ए विषय जेतबेले ट्रांसफर हुए गोटे अज्ञात माने माने सुविधा नथिबा जगह को कहीं सेमती करती हमको हैरान पकड़ा नुहे आमको प्रेम करुवा जो आम को उच्चरे स्थापन करने निमंते से प्रकार ट्रांसफर आणते आमने कौन सी रिप्रेजेंटेशन कैंसलेशन करने इत्यादि करने चेष्टा न करी ईश्वर को धन्यवाद देकी से स्थान को जाइकी रहिबा जरूरी अटे। कारण आम विश्वस्तता आम जीवन ईश्वर निकट में विश्वस्त थिबा जोगु आम को सेहीपरि जगह को से नियंती जोठारे कि लोक मैंने आम सेवा द्वारा ईश्वर परिचय पाइबे ईश्वर आशीर्वाद प्राप्त हे से उन्नति हे जागृत हे इत्यादि से उन्नति हे आशीर्वाद पाइबे सेतेबेले जड़े विश्वस्त लोक द्वारा ही संभव होता आमको ईश्वर विश्वस्त मन करी से आम को सही प्रकार देकी नहीं चाहते ट्रांसफर मध्य गोटे उदाहरण मुझे कहूँ से प्रकार अंश विशेष अटे कहीं से आम को एते प्रेम करते
ତାଙ୍କର ହାତ ଆମ ଜୀବନରେ ସଦାବେଳେ ସଂଯୁକ୍ତ ଥାଏ, ଆମ ଜୀବନରେ ଯାହା ଲାଗିଥାଏ। ଆମେ ଅନେକ ସମୟରେ ଯେତେବେଳେ ଜଣ କାହାର ଗୋଟେ ରୋଗ ହେଇଥିବ ଆମେ ପ୍ରାର୍ଥନା କରୁ, ଏଇଟା ସବୁ ଶୁଣା ପ୍ରାର୍ଥନା ଗୁଡାକ। ପ୍ରଭୁ ତୁମେ ତାଙ୍କୁ ସ୍ପର୍ଶ କରିକି ସୁସ୍ଥ କର, ଆଉ କହୁ କଣ୍ଟା ବିନ୍ଧା ହସ୍ତ ଦ୍ଵାରା ସ୍ପର୍ଶ କର। କଣ୍ଟା ବିନ୍ଧା କହିଲେ କୃଷରେ ମରିଥିବା ହାତଟା ରୋଗ ସୁସ୍ଥ ପାଇନି, ପାପ କ୍ଷମା ପାଇଁ ଅଟେ। ସେ ରକ୍ତ ଝରିବାଟା ଏଥିପାଇଁ ଆମେ ମନେ ରଖିବା ଆବଶ୍ୟକ ଅଟେ। ଅତେ ଈଶ୍ୱରଙ୍କର ହସ୍ତ ଆମକୁ ପ୍ରେମ କରୁଥିବା ଯୋଗୁ, ଈଶ୍ୱରଙ୍କର ହସ୍ତ ଦ୍ଵାରା ଆମ ଜୀବନରେ ଯୋଉ ଆସୁଥିବା ଦୁଃଖ ଆମକୁ ଧନ୍ୟ କରିବା ପାଇଁ ଏହା ଈଶ୍ୱର କରିଥାନ୍ତି। ଈଶ୍ୱରଙ୍କର ଦ୍ଵାରା ପ୍ରାୟୋଜିତ ଦୁଃଖ, କଷ୍ଟ, କ୍ଲେଶ ତାଙ୍କର ପ୍ରେମକୁ ପ୍ରକାଶ କରେ, ତାଙ୍କର ସ୍ୱର୍ଗୀୟ ମହତ୍ତର ଯୋଜନାକୁ ପ୍ରକାଶ କରେ। ଏହା ହିଁ ଈଶ୍ୱରଙ୍କର ଖସଡ଼ା ବା ସିଲାବସ୍ ଅଟେ। ରୋମୀ 8 ପର୍ବ 29 ପଦରୁ ନାଇଁ 35 ରୁ 39 ଯେତେବେଳେ ଆମେ ପାଠ କରୁ, ସେତେବେଳେ ଆମେ ଜାଣିପାରୁ କୌଣସି ବିଷୟ ଈଶ୍ୱରଙ୍କ ପ୍ରେମରୁ ଆମକୁ ଅଲଗା କରିପାରେ ନାହିଁ, ବରଂ ତାଙ୍କର ସେହି ଦୁଃଖ ଗୁଡାକ ଆମକୁ ଈଶ୍ୱରଙ୍କ ସହିତ ଏମିତି ଜଡ଼ିତ କର, ଅପେକ୍ଷାରେ ରହନ୍ତି ବୋଲି କଥା ଯେସାୟ 40 ତାର 31 ପଦରେ ଯୋଉଟା ଅଛି ତାହା ସେତେବେଳେ ଏ ପ୍ରକାର ଘଟେ। ଆମ ଜୀବନରେ ଆସିବା ନକାରାତ୍ମକ ଘଟଣା ଗୁଡାକ ତାହା ସକାରାତ୍ମକ ରେଜଲ୍ଟ ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ପ୍ରାୟୋଜିତ ହୋଇଥାଏ। ତାହା ଆମକୁ ଦୁଃଖ ଦେବା ପାଇଁ, ଯନ୍ତ୍ରଣା କଷ୍ଟ ଦେବା ପାଇଁ ନୁହେଁ, କିନ୍ତୁ ଆତ୍ମିକ ଜୀବନରେ ଅଭିବୃଦ୍ଧି ଆମଙ୍କର ଘଟୁ ବୋଲି ଈଶ୍ୱର ଏ ପ୍ରକାର କରିଥାନ୍ତି। ଈଶ୍ୱରଙ୍କର କାର୍ଯ୍ୟ ସକଳ ଅତି ଆଶ୍ଚର୍ଯ୍ୟ, ଅତି ମହାନ, ଅତି ଉଚ୍ଚତର ଏବଂ ଆମଙ୍କ ବୋଧର ଅଗମ୍ୟ, କିନ୍ତୁ ଆମଙ୍କ ଜୀବନର ଆତ୍ମିକ ଉନ୍ନତ ନିମନ୍ତେ, ଆତ୍ମିକ ଅଭିବୃଦ୍ଧି ନିମନ୍ତେ, ଆତ୍ମିକ ପରିପକ୍ୱତା ନିମନ୍ତେ ଏବଂ ଜୀବନରେ ଉଚ୍ଚ ଲେଭେଲର ବିଶ୍ରାମ ଅନୁଭବ କରିବା ନିମନ୍ତେ, ଏନ୍ଜୟ କରିବା ନିମନ୍ତେ ଏହା ହୋଇଥାଏ। ପରମେଶ୍ୱରଙ୍କର ଗୌରବ ହଉ। ଏଇଥିରୁ ଆମେ ବୁଝିପାରୁଅଛୁ ଆମ ଜୀବନରେ ଆସୁଥିବା ଦୁଃଖ ଈଶ୍ୱରଙ୍କ ଦ୍ୱାରା ପ୍ରାୟୋଜିତ, ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ ନିମନ୍ତେ ଅଟେ। ସେହି ଉଦ୍ଦେଶ୍ୟ ହେଲା ଆମମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ଏବଂ ତାଙ୍କ ଲେଭେଲ ଈଶ୍ୱର ଯେଉଁଠାରେ ଆମେ ସେଠାରେ, ଈଶ୍ୱର ଯେପରି ଆମେ ସେପରି ହେବା, ତାଙ୍କ ପୁତ୍ର ଯେପରି ଆମେ ସେପରି ହେବା, ଏହା ହେଉଛି ଈଶ୍ୱରଙ୍କର ଇଚ୍ଛା। ଆଉ ସେଥିପାଇଁ ଆମ ଜୀବନରେ ସେ ଦୁଃଖ ପ୍ରଦାନ କରିଥାନ୍ତି, ଦୁଃଖ ଦେଇକି ଆମକୁ ସେ ଉଠାଇବାକୁ ଚାହାନ୍ତି, ତାଙ୍କର ପ୍ରେମକୁ ଅଧିକ ବୁଝିବା ପାଇଁ ସାହାଯ୍ୟ କରନ୍ତି ଏବଂ ଆମମାନଙ୍କ ଜୀବନର ଉନ୍ନତି, ଆତ୍ମିକ ଜୀବନର ଉନ୍ନତି ସେ ସେଇ ପ୍ରକାର ସାଧନ କରନ୍ତି। ପ୍ରଭୁଙ୍କର ଗୌରବ ହଉ। ସେ ଏତେ ମହାନ ଏତେ ମହାନ ଅଟନ୍ତି ତାହା ଭାବି ପାରିବା ନାହିଁ। ସେଥିପାଇଁ ଯେତେବେଳେ ଦୁଃଖ ଆସେ କଦାପି ନକାରାତ୍ମକ ଦୃଷ୍ଟିରେ ନ ଦେଖୁ, ବରଂ ଈଶ୍ୱର ମତେ ଏତିକି କରୁଛନ୍ତି ବୋଲିକି ଆମେ ଅନୁଭବ କରୁ ଏବଂ ତାହା ବିଶ୍ୱାସ କରି ତାଙ୍କ ନିକଟରେ ସମର୍ପିତ ହଉ। ଯେତେବେଳେ ଆମେ ନିଜକୁ ସମର୍ପିତ କରିବା, ସମର୍ପଣ କରିବା ଈଶ୍ୱରଙ୍କ ଠାରେ, ତେବେ ଈଶ୍ୱର କେତେ ମହାନ ଅଟନ୍ତି ତାହା ମାନେ ବୁଝିପାରିବା ଏବଂ ତାଙ୍କର ଲେଭେଲରେ ଆମେ ଉପସ୍ଥିତ ହେଇକି ତାଙ୍କର ଗୌରବ କରିବା, ତାଙ୍କର ଗୌରବ କରିବା ଆଇବ। ସେଥିପାଇଁ ସବୁ ଦୁଃଖ ସହିଲେ ଏବଂ କହିଲେ ଆମେ କେବଳ ମଙ୍ଗଳ ବିଷୟ କେବଳ ଆଶା କରିବା କି ଅମଙ୍ଗଳ ନୁହେଁ ବୋଲି ତାଙ୍କ ସ୍ତ୍ରୀଙ୍କୁ ବୁଝାଇଲେ ଏବଂ ଏ ସମସ୍ତ ଦ୍ୱାରା ସେ ମୁଖରେ ପାପ କଲେ ନାହିଁ ବୋଲି କହିଛି। ତା ଅର୍ଥ ସେ ଈଶ୍ୱର ଭୟକାରୀ ଆଗରୁ ଯେମିତି ଥିଲେ, ଏତେ ବଡ ଦୁଃଖ ଆସିବା ଦ୍ୱାରା ମଧ୍ୟ ଈଶ୍ୱରଙ୍କର ଭୟ ତାଙ୍କ ପ୍ରତି ଆହୁରି ଉଚ୍ଚ ମାନକୁ ଯାଇଅଛି। ଆଉ ଏହା ହେବା ଦ୍ୱାରା ଏ ଆଇବ ପୁସ୍ତକର ଶେଷ 2 ପଦ ପ୍ରକାଶ କରେ। ସେ 4 ପୁରୁଷ ପର୍ଯ୍ୟନ୍ତ ବଞ୍ଚିଲେ, 4 ପିଢି ପର୍ଯ୍ୟନ୍ତ ବଞ୍ଚିଲେ, 4 ପିଢି ପର୍ଯ୍ୟନ୍ତ ଲୋକଙ୍କର ଆଶୀର୍ବାଦର କାରଣ ହେଲେ। କେବଳ 4 ପିଢି ନୁହେଁ, ଆମ ପିଢି ପର୍ଯ୍ୟନ୍ତ ସେ ଆଶୀର୍ବାଦର କାରଣ ହେଉଅଛନ୍ତି। ପ୍ରଭୁଙ୍କର ଗୌରବ ହଉ। ତାଙ୍କର ମହତ୍ଵ କାର୍ଯ୍ୟ ନିମନ୍ତେ ଦୁଃଖ ଆମଙ୍କ ଜୀବନରେ ଯେତେବେଳେ ସେ ଆଣୁଛନ୍ତି, ଆମକୁ ଏତେ ପ୍ରେମ କରୁଛନ୍ତି ବୋଲି ଆମେ ତାହା ନିଶ୍ଚିତ ହେବା ଜରୁରୀ ଅଟେ। ସମସ୍ତଙ୍କୁ ଧନ୍ୟବାଦ। ପ୍ରଭୁ ଗୌରବ।